ଭାରସାମ୍ୟ ହରାଇ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ 2 ଜଣଙ୍କର ମୃତ୍ୟୁ ଓ ଜଣେ ଅତି ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସଦର ଥାନା ଅଧୀନ ପାଷ୍ଟିକୁଡ଼ିରୁ ପିପିଲଭାଡ଼ିକୁ ସଂଯୋଗ କରୁଥିବା ରାସ୍ତାରେ। ଆଉ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା 2 ଜଣ ଯୁବକ ହେଉଛନ୍ତି ଠେମେରା ଗାଁର 30 ବର୍ଷୀୟ ଘନଶ୍ୟାମ ଶବର ଓ 27 ବର୍ଷୀୟ ଦୁର୍ବାଦଳ ଶବର। ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ ସମୟରେ ଗୋକୁଳେଶ୍ୱର ଗ୍ରାମ ପଟୁ 3 ଜଣ ଏକ ବାଇକ୍ରେ ଫେରୁଥିବା ବେଳେ ପିପଲଭାଡ଼ି ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିବାରୁ 2 ଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବା ସହ ବିକ୍ରମ ଶବର ନାମକ ଜଣେ 35 ବର୍ଷୀୟ ଯୁବକ ଅତି ଗୁରୁତର ହୋଇଥିଲେ। ତେଣୁ ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଓ ପୁଲିସକୁ ଖବର ଦେବା ପରେ ଆମ୍ବୁଲାନ୍ସ ପହଞ୍ଚି କନାବିରା ଗ୍ରାମର ବିକ୍ରମ ଶବରଙ୍କୁ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଛନ୍ତି। ଆଉ ସଦର ଥାନା ଆଇଆଇସି ନରେଶ ପ୍ରଧାନ ଓ ପୁଲିସ ଟିମ୍ ପହଞ୍ଚି ଶବ 2ଟିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ସେପଟେ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିବା ବିକ୍ରମ ଶବର ସୂଚନା ଦେଇଛନ୍ତି ଯେ ହଠାତ୍ ଚଡ଼କ ମାରିବା ଫଳରେ ବାଇକ୍ଟି ଭାରସାମ୍ୟ ହରାଇବାରୁ ଏହିପରି ଦୁର୍ଘଟଣା ଘଟିଥିଲା। ଭୋଜି ଖାଇବାକୁ ଆସିଥିଲେ, ଏଇଟା ଗୋକୁଳେଶ୍ୱରକେ ଆସିଥିଲେ ଭୋଜି ଖାଇବା ଲାଗି। ଆଉ ସେମାନେ ଫେରୁଥିଲେ ବାଟେ କାଣା ହେଲେ ଯେ ମୁଇଁ ତ ନେଇ ଜାଣି। ଯେ ବର୍ତ୍ତମାନ ଯେନ୍ ଡେଥ୍ ହେଇଯାଇଛନ୍ତି ସେ 2 ଜଣଙ୍କର ନାଁ କ'ଣ? ସେଟା ଘନଶ୍ୟାମ ଶବର ମୋର କାକା ହେବେ, ଆଉ ଦୁର୍ବାଦଳ ଶବର ମୋର ଭାଇ ହେବେ। ଆଉ ବର୍ତ୍ତମାନ ଯେଉଁ ଇଞ୍ଜର୍ଡ ହେଇଛନ୍ତି ସେ କୋଉ ଗାଁର? ସେ ହେଉଛନ୍ କନାବିରାର। କନାବିରାର? ହଁ, ଘନଶ୍ୟାମ ଶବରଙ୍କର ତାଙ୍କ ସଡ଼ୁ। ପାଷ୍ଟିକୁଡ଼ିରୁ ତ ପିପଲଭାଡ଼ି ରାସ୍ତା ଆସିଥାନ୍ତ। হয় পিপলভাড়ি আসি গাঁনু আস পিপলভাড়ি চতরাকে আস পিপলভাড়ি নু ফের পাষ্টিকুড়ি আসব পাষ্টিকুড়ি রাস্তা ধরলে পাইব আর হেলা। କଳାହାଣ୍ଡି ଜିଲ୍ଲାରୁ ବିରଞ୍ଚି କରୁଆଙ୍କ ରିପୋର୍ଟ କୋଣାର୍କ ଲାଇଭ୍।